ପିଲାମାନେ ସମସ୍ତେ ଭଲରେ ଅଛ? ଆଜି ଆମେ ଚାଲ ପଢ଼ିବା। କ'ଣ ପଢ଼ିବା? ଆଜି ପଢ଼ିବା ଆମେ ରଜଦୋଳି। ରଜଦୋଳି ପଢ଼ିବା, ଠିକ୍ ଅଛି ପିଲାମାନେ। ହସ ଖେଳ ପ୍ରଥମ ଶ୍ରେଣୀର ହସ ଖେଳ ବହିର 4 ନମ୍ବର ପାଠ। କେତେ ନମ୍ବର ପିଲାମାନେ? 4 ନମ୍ବର ପାଠ ଆମେ ଆଜି ପଢ଼ିବା, ଠିକ୍ ଅଛି। ଦେଖ କ'ଣ ଅଛି, ଏଇଟା ରଜଦୋଳି ଲେଖା ହେଇଛି। ରଜଦୋଳି କହିଲେ ପିଲାମାନେ ଏଇଟା ଗୋଟିଏ ପର୍ବ। ଆମେ ସେଇ ବିଷୟକୁ ଆମେ ଆଲୋଚନା କରିବା ନାହିଁ, ଠିକ୍ ଅଛି। ଏ ଚିତ୍ରରେ ଆମେ କ'ଣ କହିଛି ସେଇଟା ଜାଣିବା, ଠିକ୍ ଅଛି ପିଲାମାନେ। ଦେଖ ମୁଁ କହିଦେଉଛି ଟିକେ। ଦେଖ ଏଇଟା କ'ଣ? ଏଇଟା ଗୋଟେ ଦୋଳି, ଏଇଟା ଗୋଟେ। ଦେଖ ଦୁଇଟା ଦୋଳି ଅଛି କି ନାହିଁ? ଦୋଳି କହିଲେ ରସି ବନ୍ଧା ହେଇଛି। ଦେଖ ପିଲାମାନେ, ତୁମେ ଦୋଳି ଝୁଲିଛ? ରଜଦୋଳି। ରଜ ପର୍ବତ ଦିନେ ଏମାନେ ଦୋଳି ଝୁଲନ୍ତି, ଠିକ୍ ଅଛି ପିଲାମାନେ। ପାଳନ କରନ୍ତି ରଜ ପର୍ବ, ଠିକ୍ ଅଛି। ଆମେ ସେଇ ବିଷୟରେ ଆଲୋଚନା କରିବା ନାହିଁ। ଦେଖ ଏଇ ଝିଅ କ'ଣ କରୁଛି? ଦୋଳି ଝୁଲୁଛି। ଏଇ ଝିଅ କ'ଣ କରୁଛି? ଏଇ ପୁଅ ତାକୁ କ'ଣ କରୁଛି? ଝୁଲେଇ ଦଉଛି। ଆଉ ଗୋଟେ ଝିଅ କ'ଣ କରୁଛନ୍ତି? ଦେଖ ଦୋଳି ଖେଳୁଛି। ଏଇ ଝିଅ କ'ଣ କରୁଛି? ଦେଖ ଛୋଟ କୁନି ଝିଅ, ତାଙ୍କ ବାପା ତାଙ୍କୁ ଖେଳାଉଛନ୍ତି। ପୁଅ କହିଲେ କେତୋଟି ପିଲାମାନେ? ଦେଖ ଏଇଟା ଗୋଟେ ପୁଅ, ଏଇଟା ଗୋଟେ ପୁଅ, ଦୁଇଟି। ଝିଅ କହିଲେ କେତୋଟି ପିଲାମାନେ? 1 2, ଏଇଟା ଗୋଟେ କୁନି ଝିଅ 3, ଏଇଟା ଗୋଟେ 4, ଏଇଟା ଗୋଟେ ଝିଅ 5ଟି ଝିଅ। ଆଉ ଏଇଟା ତାଙ୍କ ମା, ଏଇଟା ତାଙ୍କ ବାପା ଆଣିଛନ୍ତି, ଖେଳଉଛନ୍ତି ଦୋଳି ଝୁଲିବା ପାଇଁ। ହଁ ପିଲାମାନେ, ତ ଦେଖ ଏଠି କିଛି ନାହିଁ, ଏଠି ଏତେ ହିଁ ଥିଲା ପିଲାମାନେ, ଆଉ କିଛି ନାହିଁ। ଦେଖ ନୂଆ ନୂଆ ଡ୍ରେସ୍ ମାନେ ପିନ୍ଧିଛନ୍ତି ରଜଦୋଳି ଝୁଲିବା ପାଇଁ। ଦେଖ ଜୋତା ପିନ୍ଧିଛନ୍ତି, ହଁ କି ନାହିଁ? ଦେଖ ମା ବାପାଙ୍କ ସାଙ୍ଗରେ ସେମାନେ ଆସିଛନ୍ତି କ'ଣ କରିବାକୁ? ଦୋଳି ଝୁଲିବାକୁ, ଠିକ୍ ଅଛି। ଏତେ ହିଁ ଥିଲା ପିଲାମାନେ। ଏବେ ତାର ଆମେ ପ୍ରଶ୍ନ ଉତ୍ତର କରିବା, ଠିକ୍ ଅଛି ପିଲାମାନେ। ଦେଖ 1 ନମ୍ବର ଦେଖ ପିଲାମାନେ, ଛବି ଦେଖି ଶବ୍ଦ ଗୁଡ଼ିକୁ ପଢ଼ିବା। ଛବି କହିଲେ ପିଲାମାନେ ଚିତ୍ର। ଏଇଟା ଗୋଟେ ଚିତ୍ର, ଏଇଟା ଗୋଟେ ଚିତ୍ର, ଏଇଟା ଗୋଟେ ଚିତ୍ର, ଏଇଟା ସବୁ ଗୋଟେ ଗୋଟେ କ'ଣ? ଚିତ୍ର, ଠିକ୍ ଅଛି ପିଲାମାନେ। ତ ଏଇଟାକୁ ଦେଖିକି ଆମେ କ'ଣ କରିବା? ଛବି ଦେଖି ଶବ୍ଦ ଗୁଡ଼ିକୁ ପଢ଼ିବା। ଛବିକୁ ଦେଖିବା ପିଲାମାନେ, ଆଉ ସେ ଛବିକୁ କ'ଣ କରିବା? ପଢ଼ିବା, ଠିକ୍ ଅଛି। ଦେଖ ଏଇଠି କ'ଣ ଲେଖା ହେଇଛି? ଏଇଟା ଗୋଟେ କଦଳୀ। ଦେଖ ତଳେ ବି ଲେଖା ହେଇଛି କି ନାହିଁ? ଏଇଟା ଗୋଟେ କ'ଣ? କମଳା। ତୁମେ ଖାଇଛ? ଏଇଟା କ'ଣ? କାନ। ଏଇଟା କ'ଣ? ପଗଡ଼ି। ଏଇଟା କ'ଣ? ପର। ଏଇଟା କ'ଣ ପିଲାମାନେ? ପଇଡ଼। ପିଇଛ? ଏଇଟା କ'ଣ? ନଖ। ନଖ ବେଶୀ ଧରିବ ନାହିଁ, ମା ବାପା ଗାଲି ଦେବେ, ଠିକ୍ ଅଛି। ଏଇଟା କ'ଣ? ନଟୁ। ଏଇଟା କ'ଣ? ନଳ। 2 ନମ୍ବର ଦେଖ, କର, କଟକ, ଚଷମା, କମଳା। ଶବ୍ଦରେ ଥିବା କ ଅକ୍ଷରରେ ଗୋଲ ବୁଲାଇବା। ଦେଖ ଏଇଠି ଯଦି କ ଏମିତି ଥିବ, ଦେଖ ପିଲାମାନେ କହିଦେଉଛି ମୁଁ, କ ଏମିତି ଥିବ, ବାହାରେ ଏମିତି ଗୋଳ ଦେବା, କ ପାଖରେ ଏମିତି ଗୋଳ ଦେବା। ଦେଖ ଏଇଠି ଗୋଟେ କ ଅଛି, ଏଇଠି ଗୋଟେ କ, ଏଇଠି ଗୋଟେ କ ଅଛି କି ନାହିଁ? ଯେଉଁଠାରେ କ ଥିବ ସେଇଠାରେ ଆମେ କ'ଣ କରିବା? ଗୋଲ ବୁଲାଇବାକୁ ଆମକୁ ଦେଖ କହିଛି, ଗୋଲ ବୁଲାଇବାକୁ, ଠିକ୍ ଅଛି। ତ କ କେଉଁଠାରେ ଅଛି ପିଲାମାନେ? ଦେଖ ଏଇଠି ଅଛି, ଆମେ ଏଇଠି ଗୋଲ ବୁଲାଇବା। କରେ ଗୋଲ ବୁଲାଇବ, ଠିକ୍ ଅଛି। ଏମିତି କରେ ଗୋଲ ଦେବ, ଠିକ୍ ଅଛି ପିଲାମାନେ। ଏଇଟା ଦେଖ ମଟର, ନଟ, ନର, ନଳ। ଶବ୍ଦରେ ଥିବା ନ ଅକ୍ଷରରେ ବାକ୍ସ ଦେବା। ବାକ୍ସ ବା ଏଇଟାକୁ କ'ଣ କୁହାଯାଏ? ଚତୁର୍ଭୁଜ। ଏମିତି 9 ଅକ୍ଷର ପିଲାମାନେ। ଦେଖ 9 ଅକ୍ଷର ଯେଉଁଠାରେ ଅଛି ପିଲାମାନେ, ସେଠାରେ ଆମେ କ'ଣ କରିବା? ବାକ୍ସ ତିଆରି କରିବା। ଦେଖ ଏମିତି, ଦେଖ ଏଠାରେ 9 ଅଛି କି ନାହିଁ? ଏମିତି ଦେଖ 9, ଏଠାରେ ଗୋଟେ 9 ଅଛି, ଏମିତି ଏଇଠାରେ ଗୋଟେ 9 ଅଛି, ଦେଖ ଏମିତି। କେତୋଟି ଅଛି 9? 1 2 3। କ କେତୋଟି ଅଛି? 1 2 3 4, ଠିକ୍ ଅଛି। ଏବେ ଦେଖ ପର, ପଟ, ପଇଡ଼, ଆଉ ଗୋଟେ
ପଇସା। ଶବ୍ଦରେ ଥିବା ପ ଅକ୍ଷରରେ ତ୍ରିଭୁଜ ଦେବ। ଦେଖ ଏଇଟା ତ୍ରିଭୁଜ ଚିହ୍ନ ପିଲାମାନେ, ଠିକ୍ ଅଛି। ପ ଅକ୍ଷର ଯେଉଁଠାରେ ଅଛି ସେଠାରେ ଆମେ କ'ଣ କରିବା, ତ୍ରିଭୁଜ ଚିହ୍ନ ଦେବା, ଠିକ୍ ଅଛି। ତ୍ରିଭୁଜ, ଦେଖ ତ୍ରିଭୁଜ ଦେଉଛି ମୁଁ, ଦେଖ ଏମିତି ପ ଅକ୍ଷରରେ ଦେବ। ଏମିତି ତ୍ରିଭୁଜ ତୁମେମାନେ ଦେବ, ଠିକ୍ ଅଛି ପିଲାମାନେ। ସରିଗଲା। ଏବେ ଆମେ 3 ନମ୍ବର କ'ଣ କହିଛି ପିଲାମାନେ, ଦେଖ 3 ନମ୍ବର ଦେଖ ପିଲାମାନେ, ପ୍ରଶ୍ନ 2ର କାମରୁ ଗଣି କେଉଁଟି କେତୋଟି ହେଲା ତା ଭିତରେ ସେତୋଟି ଗାର ପକାଇବା। ଠିକ୍ ଅଛି ପିଲାମାନେ, ଦେଖ ଆମକୁ କହିଛି ଯେ ଏଠି କ କେତୋଟି ଅଛି, ଗୋଲରେ କେତୋଟି ଅଛି, ଦେଖ କ ଦେଖ କ'ଣ 1 2 3, 3ଟି ଅଛି। ତ ଆମେ ଏହି ଗୋଲ ଭିତରେ କ'ଣ କରିବା, 3ଟି ଗାର ଦେବା, ଏମିତି 1 2 3, ଠିକ୍ ଅଛି। ଏଠି ଦେଖ 9 କେତୋଟି ଅଛି ପିଲାମାନେ, ଦେଖ 1 2 3, 3ଟି। ତେଣୁ ଆମେ 3ଟି ଏମିତି ଗାର ଦେଇଦେବା। ପ ଅକ୍ଷର କେତୋଟି ଅଛି ପିଲାମାନେ, ଦେଖ 1 2 3 4, ଆମେ 4ଟି ଗାର ଦେବା, 1 2 3 ଆଉ ଗୋଟେ 4, ଏମିତି ଗାର ଦେବା 4, ଠିକ୍ ଅଛି ପିଲାମାନେ। 3 ନମ୍ବର ଥିଲା। ଏବେ ଆମେ ଦେଖିବା କେତେ ନମ୍ବର, 4 ନମ୍ବର ଦେଖିବା, ଠିକ୍ ଅଛି। ଟିକେ ବଡ଼ କରିଦେଉଛି, ତୁମେମାନେ ଜାଣିପାରିବ, ଦେଖିପାରିବ, ଠିକ୍ ଅଛି ପିଲାମାନେ। ଦେଖ 4 ନମ୍ବର, ଦେଖ ଶବ୍ଦ ସହ ଠିକ୍ ଚିତ୍ରକୁ ଗାର ଟାଣି ଯୋଡ଼ିବା। ଆମେ ଶବ୍ଦ ଦେଇଛି ପିଲାମାନେ, ଦେଖ ଏଇଟା ଗୋଟେ ଶବ୍ଦ, ଏଇଟା ଗୋଟେ ଶବ୍ଦ, ଏଇଟା ଗୋଟେ ଶବ୍ଦ ଦେଇଛି। ଆଉ ଚିତ୍ର ଦେଇଛି, ଏଇଟା ଗୋଟେ ଚିତ୍ର ଦେଇଛି। ସେ ଚିତ୍ର ସହ ଆମେ ତାଙ୍କ ନାମ ଯେଉଁଠାରେ ଅଛି ସେ ଚିତ୍ର ସମ୍ପର୍କରେ ଆମେ କ'ଣ କରିବା, ତାକୁ ଆମେ ଗାର ଟାଣିବା, ଠିକ୍ ଅଛି ପିଲାମାନେ। ଦେଖ କେମିତି ଗାର ଟାଣିବା, ଦେଖ ପଢ଼ିକି, ଠିକ୍ ଅଛି। ମଟର ଦେଖିଛ, ମଟର କୋଠା ଯେଉଁଠାରେ ମଟର ଅଛି ସେଠାରେ ଆମେ ଗାର ଦେବା, ଏମିତି, ଠିକ୍ ଅଛି। ଚଟ ଦେଖ ଆମେ ବସିଥାଉ, ଦେଖ ଚଟରେ। ଟଗର କହିଲେ କ'ଣ ପିଲାମାନେ, ଫୁଲ, ଏମିତି ଫୁଲରେ ଦେବା, ଠିକ୍ ଅଛି। ମଗ କହିଲେ ଦେଖ ପିଲାମାନେ, ମଗ ଦେଖ ଚା ପିଅନ୍ତି, ହେଲା। ଏମିତି ତୁମେ ମଧ୍ୟ ଗାର ଦେଇଦେବ, ଠିକ୍ ଅଛି ପିଲାମାନେ। ମୁଁ ଆଶା କରୁଛି ବୁଝିପାରୁଥିବ ପିଲାମାନେ, ସୁନା ପିଲାମାନେ, ଠିକ୍ ଅଛି। ଏଇଟା ଦେଖ କ'ଣ କହିଛି, 5 ନମ୍ବର, ପ୍ରତି ଧାଡ଼ିର ପ୍ରଥମ ଘରେ ଗୋଟିଏ ଲେଖାଏଁ ଅଙ୍ଗର ଛବି ଅଛି। ସେହି ଅଙ୍ଗର କାର୍ଯ୍ୟ ସହିତ ସେହି ଧାଡ଼ିରେ ଥିବା ଯେଉଁ ଚିତ୍ରଗୁଡ଼ିକର ସମ୍ପର୍କ ଅଛି ସେଗୁଡ଼ିକରେ ପାସ୍ ଚିହ୍ନ ଦେବା। ଏଠି ଆମକୁ କହିଛି ପିଲାମାନେ, ଦେଖ ଯେଉଁ ସମ୍ପର୍କରେ ଅଛି, ଏଇ ଗୋଡ଼ କ'ଣ କରିପାରେ, ଯେଉଁଠାରେ ଇଏ ଖେଳିପାରିବ, ବୁଲିପାରିବ, ଗୋଡ଼ର କାମ ଯେଉଁଠାରେ କରିପାରିବ ସେଠାରେ ଆମେ କ'ଣ କରିବା, ସେଇ ଚିତ୍ରରେ ପିଲାମାନେ ପାସ୍ ଚିହ୍ନ ଦେଇଦେବା। ଆଉ ଯେଉଁଠାରେ ଆମର କାମ କରିପାରିବା ନାହିଁ ଗୋଡ଼ରେ, ସେଠାରେ ଆମେ କିଛି ଚିହ୍ନ ଦେବା ନାହିଁ, ଠିକ୍ ଅଛି ପିଲାମାନେ। ତ ଆମେ କ'ଣ କରିବା, ଦେଖ ଗୋଡ଼ରେ ତୁମେ କ'ଣ କରିପାର ପିଲାମାନେ, ଫୁଟବଲ ଖେଳ ନା ନାହିଁ, ଦେଖ ଫୁଟବଲ ଖେଳିପାରିବ, ତେଣୁ ଆମେ କ'ଣ କରିବା, ପାସ୍ ଚିହ୍ନ ଦେବା, ଏମିତି। ସାଇକେଲରେ କ'ଣ କରିପାରିବା, ଚଲେଇ ପାରିବ ଗୋଡ଼ରେ, ହଁ ଚଲେଇ ପାରିବା, ପାସ୍ ଚିହ୍ନ ଦେବା। ଗୋଡ଼ରେ ଦୌଡ଼ି ପାରିବା, ହଁ ଦୌଡ଼ି ପାରିବା ପିଲାମାନେ, ପାସ୍ ଚିହ୍ନ ଦେବା। ଗୋଡ଼ରେ ପେନ୍ କାଣା ଲେଖିପାରିବା ନାହିଁ, ପେନ୍ ତ ହାତରେ ଲେଖିପାରିବା, ଗୋଡ଼ରେ ନାହିଁ, ତେଣୁ ଆମେ ଏଠି ଚିହ୍ନ ଦେବା ନାହିଁ, ଠିକ୍ ଅଛି। ହାତରେ କ'ଣ କରିପାରିବା, ଦେଖ ସେହିପରି ବାଲ୍ଟି ଧରିପାରିବା, ବାଲ୍ଟି ଦେଖ। ଏଇଟା କ'ଣ, ଏଇଟା ତ ଶୁଣିବା ଜିନିଷ ପିଲାମାନେ, ଆମେ କ'ଣ କରିବା ଏଇଟା, କିନ୍ତୁ ଏଇଟା ଧରିବାକୁ ଦିଆହେଇଛି, କିନ୍ତୁ ଆମେ କରିବାନି, ଠିକ୍ ଅଛି ପିଲାମାନେ। ହଁ ଟିଭିକୁ କ'ଣ କରିପାରିବା, ହଁ ଚଲେଇ ପାରିବା, ଠିକ୍ ଅଛି ପିଲାମାନେ, ପାସ୍ ଚିହ୍ନ ଦେବା, ପାସ୍ ଚିହ୍ନ ଦେବା, ଠିକ୍ ଅଛି ପିଲାମାନେ। ତାପରେ ଏଇଟା କ'ଣ, ହଁ ସେ ଚିତ୍ର ଆମେ କ'ଣ କରିପାରିବା, କଲର୍ କରିପାରିବା, ଠିକ୍ ଅଛି। କାନରେ କ'ଣ କରିପାରିବା ପିଲାମାନେ, ଦେଖ ରେଡ଼ିଓ ଶୁଣନ୍ତି ନା ନାହିଁ, ତୁମ ମା ତୁମ ବାପା ଆଗ କାଳର ଲୋକମାନେ ଶୁଣନ୍ତି, ତୁମ ଅଜା ଆଈ ଶୁଣିଥିବେ, ପଚାରିବ ନ ଜାଣିଲେ ପିଲାମାନେ, ଠିକ୍ ଅଛି। ଆମେ ଫୋନ୍ରେ କ'ଣ କରିବା, ଏଠି ଆମେ କଥା ହେଇପାରିବା, ଶୁଣିପାରିବା, ଠିକ୍ ଅଛି। ଆଉ ଏଠି ତ କହିପାରିବା, ଏଠି ଶୁଣିପାରିବା ନାହିଁ, ଠିକ୍ ଅଛି ପିଲାମାନେ। ଏଇଟା ହେବ ନାହିଁ, ସ୍କେଲ୍ରେ ବି ହେବ ନାହିଁ, ଠିକ୍ ଅଛି। ନାକରେ କ'ଣ କଲ, ହଁ ଶୁଙ୍ଘି ପାରିବା, ହଁ ପାସ୍ ଚିହ୍ନ ଦେବା।
ମଠିଆକୁ ଶୁଙ୍ଘି ପାରିବା କି ନାହିଁ? ଏଇଠି ତ ପାଣି ଭରାଯାଇ ପିଲାମାନେ, ଶୁଙ୍ଘି ପାରିବା ନାହିଁ, ତେଣୁ ଆମେ କିଛି କରିବା ନାହିଁ। ତ ଏଇଟା ହଁ, ସର୍ଦ୍ଦି ହେଲେ ଶୁଙ୍ଘି ପାରିବା, ଶୁଙ୍ଘିଥାଉ। ଏଇଟା କ'ଣ ପିଲାମାନେ? ଧୂପକାଠିର ବାସ୍ନା, ହଁ ମଧ୍ୟ ଶୁଙ୍ଘି ପାରିବା। ପାସ୍ ଚିହ୍ନ ଦେଇଦେବା। ଆଖିରେ କ'ଣ କରୁ ପିଲାମାନେ? ଦେଖ, ଟିଭି ଦେଖିବ, ଟିଭି ଦେଖ ତୁମେମାନେ, କାର୍ଟୁନ୍ ମୋଟୁ ପତଲୁ ଦେଖିବ ନାହିଁ, ପାଠ ପଢ଼ିବ। ଠିକ୍ ଅଛି ପିଲାମାନେ? ଦେଖ ହଁ, ଏଠି ଆମେ କ'ଣ କରିବା? ପାସ୍ ଚିହ୍ନ ଦେଇଦେବା। ଟିଭି ଦେଖିପାରିବା। ଠିକ୍ ଅଛି? ଆଉ ବହି ମଧ୍ୟ କ'ଣ କରିବା? ପଢ଼ିପାରିବା। ଠିକ୍ ଅଛି? ପାଟିରେ କ'ଣ କରୁ ଆମେ? ଖାଇଥାଉ। ହଁ, ସେଓ ଖାଇପାରିବା। ଆଖୁ, ଏଇଟା କୁସେର କହନ୍ତି। ଆଖୁ ଖାଇପାରିବା। ଏଇଟା କ'ଣ ପିଲାମାନେ? ଚଣା ଖାଇପାରିବା। ହଁ, ପାସ୍ ଚିହ୍ନ ଦେବା। ଚପଲକୁ ଖାଇପାରିବା କି ନାହିଁ? ତେଣୁ ଆମେ କିଛି କରିବାନି। ଠିକ୍ ଅଛି ପିଲାମାନେ? 6 ନମ୍ବର ଦେଖ, ଆସ ରଙ୍ଗ ଭରିବା। ଏଠି ଦେଖ, ଏଠି କ'ଣ କରିବା? ରଙ୍ଗ ଭରିବା ପିଲାମାନେ। ଠିକ୍ ଅଛି? ଦେଖ, ପ୍ରଥମେ ଦେଖ ପିଲାମାନେ, କ'ଣ କହିଛି? ବେଲୁନ୍ ଭିତରେ ଥିବା। ବେଲୁନ୍ ଭିତରେ କ'ଣ ଅଛି? ଦେଖ, ପତ୍ର ଅଛି, ବଲ୍ ଅଛି, ଏଇଟା ଦେଖ, ମାଚିସ୍ ଅଛି, ଏଇଟା ଟୋପି ଅଛି, ଏଇଟା କ'ଣ? ପେନସିଲ୍ ଅଛି। ତ ସେଠାରେ ଆମେ କ'ଣ କରିବା? କଲର୍ ଦେବା। ଦେଖ, ପ୍ରଥମେ ପତ୍ରରେ ସବୁଜ ରଙ୍ଗ ଦେବା। ସବୁଜ ରଙ୍ଗ ଆମେ ପତ୍ରରେ ଦେବା। କେମିତି ଦେବ? ପତ୍ରରେ ଆମେ କ'ଣ କରିବା? ଏମିତି ଦେଖ, ପତ୍ରରେ କ'ଣ କରିବ? ଏମିତି ସବୁଜ ରଙ୍ଗ ଦେବ। ଠିକ୍ ଅଛି ପିଲାମାନେ? ଏମିତି ଦେବ। ଏଠି ଦେବ ନାହିଁ, ଏଠି ଦେବ ନାହିଁ, ଓନ୍ଲି ପତ୍ରରେ ଦେବ। ଠିକ୍ ଅଛି? ସେମିତି ଆଉ ଦେଖ, କ'ଣ କହିଛି? ବଲ୍ରେ ହଳଦିଆ ରଙ୍ଗ ଦେବା। ହଳଦିଆ ରଙ୍ଗ ଏମିତି ଦେବା। ଦେଖ, ଦୁଇଟା ଅଛି, ଦୁଇଟା ଦେଇଦେବା ଏମିତି। ଠିକ୍ ଅଛି? 3 ନମ୍ବର ଦେଖ, ଦିଆସିଲରେ କଳା ରଙ୍ଗ ଦେବା ପିଲାମାନେ। କଳା ରଙ୍ଗ ଏମିତି ଦେବା। ଏମିତି କଳା ରଙ୍ଗ ଦେବ ପିଲାମାନେ। ଭଲରେ ଦେବ। ଠିକ୍ ଅଛି? ଦେଖ, ଆଉ ଗୋଟେ ଦେଖ, ଜୋକର ଟୋପିରେ ନାଲି ରଙ୍ଗ ଦେବା। ନାଲି ରଙ୍ଗ ଏମିତି ଦେଇଦେବା। ଏମିତି ଦେବ ପିଲାମାନେ ଟୋପିରେ। ଠିକ୍ ଅଛି? ପେନସିଲରେ ନୀଳ ରଙ୍ଗ ଦେବା। ଠିକ୍ ଅଛି? ଏଇଟା ହେଲା ନୀଳ ରଙ୍ଗ ପିଲାମାନେ। ଠିକ୍ ଅଛି? ଏଇ ରଙ୍ଗ ଦେବ ଏମିତି। ଠିକ୍ ଅଛି? ସବୁ ଜାଗାରେ ଦେଇଦେବ ପିଲାମାନେ। ଆଉ ପୁଣି ଦେଖିବ, ଦେଖ 7 ନମ୍ବର ଦେଖ ପିଲାମାନେ, ଆସ ଆମେ ବି ଏହିପରି ଲେଖିବା। ଠିକ୍ ଅଛି? ଏଇଟା କେତୋଟି ପତ୍ର ଅଛି ପିଲାମାନେ? 1। ତେଣୁ ଆମେ କ'ଣ କରିବା? ଏଠି 1 ଏଠାରେ ଯେମିତି ଲେଖା ହେଇଛି ପିଲାମାନେ, ଏମିତି ଲେଖିବ। ଠିକ୍ ଅଛି? ଭିତରେ ଲେଖିବ। ଏଇଟା ବଲ୍ କେତୋଟି? 2ଟି। ଆମେ 2ଟି ଦେଖ, ତେଣୁ 2 2 2 ଏମିତି ଲେଖିବା। 2 2। ଏଇଟା ଦେଖ, ଦିଆସିଲ୍ ମାଚିସ୍ ଯେଉଁଟା କହୁ, ଏଇଟା ଏମିତି 3ଟି ଅଛି। 3 3 3 ଆମେ ଏମିତି ଭଲ ଭାବରେ ଲେଖିବ ପିଲାମାନେ ଭିତରେ। ଠିକ୍ ଅଛି? ଏଇଟା କ'ଣ? ଟୋପି କେତୋଟି? 1 2 3 4ଟି ଅଛି। ଆମେ ଏମିତି 4 ଲେଖିବା। ଆମେ 4 ଏମିତି 4 ଲେଖିବା। ଠିକ୍ ଅଛି? ଏଇଟା କ'ଣ? ପେନସିଲ୍। ତ 2 3 4 5 5ଟି ଏମିତି ଲେଖିବା ପିଲାମାନେ। 5ଟି ଏମିତି ଲେଖିବା। ଠିକ୍ ଅଛି? ଆଉ ଆଗକୁ ଦେଖିବା ପିଲାମାନେ। ଦେଖ, 8 ନମ୍ବର, ଆସ ଲେଖିବା। ଏଇଟା କ'ଣ ପିଲାମାନେ? ଚକ। ଏଇଟା ଚକ ଲେଖା। ଯେଉଁଠାରେ ଚିହ୍ନ ଦିଆହେଇଛି ଦେଖ, ଡଟ୍ 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 ଡଟ୍, ସେଇଠାରେ ଆମେ କ'ଣ କରିବା? ଲେଖିବା। ଦେଖ, ଏଇଠି ଗୋଟେ, ଏଇଠି 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 ଏମିତି ଲେଖିବା। ଦେଖ, ଚ ଏମିତି ଲେଖିବ। ଏଇଟା କ'ଣ ପିଲାମାନେ? ଅରଟ। ଯେଉଁଠାରେ ଦେଖ, ଏଠି ଲେଖିବ, ଏଠି ଲେଖିବ, ଏଠି ଲେଖିବ। ଦେଖ, ଏମିତି ଟ ଏଇଟା କ'ଣ ଲେଖିଛ? ଅରଟ 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 ଅରଟ। ଏଇଟା ଚକ 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 ଲେଖା ହେଇଛି। ଠିକ୍ ଅଛି? ଏଇଟା କ'ଣ? ଚଟ। ସେପରି ଆମେ ଲେଖିବା ଚ ଟ ଚ ଟ ଚ ଟ ଏମିତି ଲେଖିବ। ଠିକ୍ ଅଛି ପିଲାମାନେ? ଏତେ ଥିଲା ପିଲାମାନେ। ମୁଁ ଆଶା କରୁଛି ତୁମେମାନେ ବୁଝିଯାଇଥିବ ଆଉ ଭଲରେ ଥିବ। ଭଲରେ ପାଠ ପଢ଼ ପିଲାମାନେ।
ଆଉ ମୁଁ ତୁମମାନଙ୍କ ପାଇଁ ନିଶ୍ଚୟ ଭିଡ଼ିଓ ଆଣିବି, ଭଲ ଭଲ ଭିଡ଼ିଓ ଆଣିବି, ପଢ଼ାଇବି, ବେସିକ୍ ନଲେଜ୍ ଦେବି, ଯାହାଫଳରେ ତୁମେମାନେ ଆଗକୁ ବଢ଼ିପାରିବ। ବାପା ମାଆଙ୍କ କଥା ମାନିବ, ଠିକ୍ ଅଛି। ଆଉ ଗାଲି କରିବ ନାହିଁ ପିଲାମାନେ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି ଥାଉ। ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବା। ନେକ୍ସଟ ଭିଡ଼ିଓ କ'ଣ ଅଛି ଟିକେ ଦେଖିଦେବା। ରହ, ନେକ୍ସଟ ଭିଡ଼ିଓ ଦେଖ ଆମର ଅଛି, ହଁ, ଠୋ ପାଠ ନମ୍ବର କେତେ ଏଇଟା? ନେକ୍ସଟ ଭିଡ଼ିଓ ପାଠ ନମ୍ବର 5 ପଢ଼ିବା, ଠୋ ପାଠ। ଠିକ୍ ଅଛି, ବହୁତ ଭଲ ଲାଗିବ। ତେଣୁ ଅପେକ୍ଷାରେ ଥିବ ପିଲାମାନେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖ ଆଉ ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ। ମୁଁ ଆଶା କରୁଛି ଭିଡ଼ିଓଟି ଭଲ ଭାବରେ ବୁଝିଯାଇଥିବ। ଧନ୍ୟବାଦ ସମସ୍ତଙ୍କୁ।